ପିଲାମାନେ ଚର୍ସରଙ୍କର ସମସାମୟିକ ବା କଣ୍ଟେମ୍ପରାରୀ କବିମାନଙ୍କ ମଧ୍ୟରୁ ୱିଲିୟମ୍ ଲାଙ୍ଗଲ୍ୟାଣ୍ଡ ହେଉଛନ୍ତି ଅନ୍ୟତମ। ୱିଲିୟମ୍ ଲାଙ୍ଗଲ୍ୟାଣ୍ଡ 1332ରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ମୃତ୍ୟୁବରଣ ହୋଇଥିଲା 1400 ମସିହାରେ। ତେଣୁ ୱିଲିୟମ୍ ଲାଙ୍ଗଲ୍ୟାଣ୍ଡଙ୍କର ଅମର କୃତି ହେଉଛି ପାୟର୍ସ ପ୍ଲାଉମ୍ୟାନ୍। ଏହା 15,000 ପଂକ୍ତି ବିଶିଷ୍ଟ ଏକ ରୂପକ, ଯାହାକି ଏକାଧିକ ବ୍ୟକ୍ତିଙ୍କ ପ୍ରୟାସର ଫଳ ହୋଇଥାଇପାରେ। ଏହା ଏକ କ'ଣ? ଏହା ଏକ ସ୍ୱପ୍ନ ବୃତ୍ତାନ୍ତ, ମାନେ ଭାବନା ରାଇଜରେ ଯେଉଁଟା ଆମେ କହୁଥାଉ, ସ୍ୱପ୍ନ ବୃତ୍ତାନ୍ତ ମାଧ୍ୟମରେ ଶିକ୍ଷାଦାନ ହେଉଛି ଏହାର ଉଦ୍ଦେଶ୍ୟ। କାର? ପାୟର୍ସ ପ୍ଲାଉମ୍ୟାନ୍। ନା କ'ଣ ହେଇଛି? ଗୋଟିଏ ମେ ମାସର ମନୋରମ ସକାଳରେ କବି କୌଣସି ଏକ ପାହାଡ଼ ଉପରେ ବସି ବସି ତାଙ୍କ ଆଖି ଲାଗିଯାଇଛି, ତାଙ୍କୁ ନିଦ ଲାଗିଯାଇଛି ଏବଂ ପାହାଡ଼ର ନିମ୍ନ ଦେଶରେ ସବୁଜ ପ୍ରାନ୍ତର, ସମାଜର ବିଭିନ୍ନ ଶ୍ରେଣୀର ଲୋକ, ଧନୀ ଦରିଦ୍ର, ଶ୍ରମଜୀବୀ ଅଳସୁଆ ବ୍ୟକ୍ତି, ଭ୍ରଷ୍ଟ ଧର୍ମଯାଜକ, ଧନିକ ବଣିକ ଇତ୍ୟାଦି ସେଠାରେ ସମବେତ ହୋଇଛନ୍ତି। ଏମାନଙ୍କ ଭିତରେ ସବୁଠାରୁ ବିଜ୍ଞ ବ୍ୟକ୍ତି ମାନନୀୟା ଲେଡି ବ୍ରିବେରୀ, ଏମାନଙ୍କ ଭିତରେ ସବୁଠୁ ଯେଉଁ ବିଜ୍ଞ ବ୍ୟକ୍ତି ଅଛି ତାଙ୍କ ନାଁ ହେଉଛି ଲେଡି ବ୍ରିବେରୀ। ତେଣୁ ପାଟିଗୋଳ ହଟ୍ଟଗୋଳ ଭିତରେ ଯେ ଯେଉଁ କ'ଣ ହେଇଛି ନା, ଏହି ସମୟରେ ଲେଡି ହୋଲି ଚର୍ଚ୍ଚ ଆବିର୍ଭୂତ ହୋଇଛନ୍ତି। ଚର୍ଚ୍ଚଙ୍କ ପ୍ରେରଣାରେ ସମସ୍ତେ ଯେଉଁ ଥିଲେ ସେଣ୍ଟ ଟ୍ରୁଥ୍ଙ୍କ ସନ୍ଧାନରେ ବାହାରିଛନ୍ତି, କିନ୍ତୁ ପଥ ପ୍ରଦର୍ଶକ ମିଳୁନାହିଁ। କାହାକୁ ନେଇକି ସେ ସତ୍ୟର ଅନୁସନ୍ଧାନରେ ଯିବେ, ଏ ବିଷୟରେ ତାଙ୍କର ଆଲୋଚନା ଚାଲିଛି। ତେଣୁ କୃଷକ ପିଟର ସେ କହିଲା କି ମୁଁ ଆପଣମାନଙ୍କର ପଥ ପ୍ରଦର୍ଶକ ହେବାକୁ ପ୍ରସ୍ତୁତ। ହେଲେ ପ୍ରଥମେ ସେମାନଙ୍କୁ, କେଉଁମାନଙ୍କୁ? ଏ ଯେଉଁମାନେ ଗ୍ୟାଦରିଂ ହେଇଛନ୍ତି, ଧନୀ ଦରିଦ୍ର ଶ୍ରମଜୀବୀ ଅଳସୁଆ ବ୍ୟକ୍ତି ଭ୍ରଷ୍ଟ ଧର୍ମ, ସମସ୍ତଙ୍କୁ କ'ଣ କରିବାକୁ ପଡ଼ିବ? ତାର ଗୋଟେ 1/2 ଏକର ଜମି ଅଛି, ସେ ଜମିରେ ତୁମକୁ ଚାଷ କରିବାକୁ ପଡ଼ିବ, ହଳ କରିବାକୁ ପଡ଼ିବ, ପିଟର କୃଷକକୁ ସାହାଯ୍ୟ କରିବାକୁ ପଡ଼ିବ। ତାର କଣ୍ଡିସନ୍ ରଖିଲା ଏଇଆ। 50 ବର୍ଷ ଧରି କର୍ମ ମାଧ୍ୟମରେ ସେ ସତ୍ୟର ସନ୍ଧାନ କରିଛି। କିଏ? ନା କୃଷକ ପିଟର। ପବିତ୍ର କର୍ମ, ସମସ୍ତ ଯେଉଁ ପବିତ୍ର କର୍ମ ଯେଉଁ ଆମେ ଜୀବନରେ କରୁଛୁ, ସେଗୁଡ଼ା ସବୁ ମାନେ କିଛି ଅନୁସାରେ ଆମର ପାପ କ୍ଷୟ କରିପାରେ। ତା ସହିତ ଏହା ହିଁ ମୁକ୍ତି ପଥ ବୋଲି ପିଟର କୃଷକ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛି ଯେ କର୍ମ କରିଚାଲ, କର୍ମ ହିଁ ଭଗବାନ। ଏବଂ ଏହିପରି କବି ଏହିପରି ଏଇ ଯେଉଁ ଏଥିରେ 11ଟି ସ୍ୱପ୍ନ ବୃତ୍ତାନ୍ତ ମଧ୍ୟରେ ସେ ସମୟର ଅଧପତିତ ସମାଜକୁ ଚେତାବନୀ ଶୁଣାଇଛନ୍ତି। ବୁଝିହେଲା ନା ନାହିଁ? ଏ ଯେଉଁ ଚର୍ଚ୍ଚ ସମୟରେ ଯେଉଁ ସମାଜ ଥିଲା, ତେଣୁ ସେ ଯେଉଁ ସ୍ୱପ୍ନ ବୃତ୍ତାନ୍ତକୁ କେନ୍ଦ୍ର କରି କବିତା ଲେଖିବା ଏ ସମୟରେ ଏକ ସାଧାରଣ ପ୍ରବୃତ୍ତି ଥିଲା। ତେଣୁ ସେହି ସମୟରେ ଯେଉଁ ଆମର ଯେତେ ସବୁ ଲେଖାଯାଉଥିଲା ପ୍ରାୟତଃ ସବୁ ସ୍ୱପ୍ନ ବୃତ୍ତାନ୍ତ ଥିଲା। ତେଣୁ ଆଜି ଆଲୋଚନା କଲେ ୱିଲିୟମ୍ ଲାଙ୍ଗଲ୍ୟାଣ୍ଡଙ୍କର ପାୟର୍ସ ପ୍ଲାଉମ୍ୟାନ୍। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।